ତାମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଗୋଟେ ସରକାର ବଦଳିଲାନି ଯେ ସାମ୍ବାଦିକତାଟାକୁ ଛାଡିବାକୁ ଆପଣଙ୍କୁ ବିବଶ କରିଦେଲା। ମାନେ ସାମ୍ବାଦିକତାଟାରେ ଆପଣ ଆଉ ମାନେ ସରକାର ଆସିବାର 2 ବର୍ଷ ଭିତରେ ଆପଣ ଏତେ ଫ୍ରଷ୍ଟ୍ରେସନ ହେଇଗଲେ ଯେ ଆଉ ସାମ୍ବାଦିକତା କରିବାକୁ ଚାହିଁଲେନି, ବରଂ ରାଜନୀତି ସାମ୍ବାଦିକତାକୁ ଛାଡିକି ରାଜନୀତିକୁ ସିଧା ଓହ୍ଲାଇବାକୁ ଇଚ୍ଛା କଲେ। ଦେଖନ୍ତୁ, ଯୋଉମାନେ ତାଙ୍କ ଜୀବନରେ ପ୍ରତିଟି କଥାକୁ ସଫଳତାର ହିସାବରେ ମାପିକି ରଖନ୍ତି ବା ଚିନ୍ତା କରନ୍ତି, ସେମାନେ କେବେ ବିଫଳତାକୁ ଦେଖନ୍ତି ନାହିଁ। ମୁଁ ସେଭଳି ଗୋଟେ ବ୍ୟକ୍ତି ବିଶେଷ। ମୁଁ ମୋର ଆସନ୍ତା ଜୀବନରେ ବା 2 ବର୍ଷ 3 ବର୍ଷ 5 ବର୍ଷରେ ମୋର କଣ ହବାକୁ ଯାଉଛି ବା ତାପରେ ମୁଁ କଣ ହେବି, ମୋର ଗୋଟେ ଛୋଟିଆ ସ୍କେଲେଟନଟେ ମୋ ମନରେ ଆଙ୍କି ହଉଛି। ମୋର ପରିଶ୍ରମ, ମୋର କାମ, ମୋର ସକ୍ଷମ, ମୋର ଦକ୍ଷତା, ମୋର କ୍ଷମତା, ଏ ସବୁ କିଛିକୁ ନେଇକି ମୋର ଗ୍ରୋଥ କେତିକି ବାଟ ହବ। ମୁଁ ଯଦି ନା ରାତାରାତି କହିବି ଯେ ମୁଁ ଓଡ଼ିଶାରେ ଗୋଟେ ସବୁଠୁ ବଡ଼ ନେତା, ସବୁଠୁ ବଡ଼, ତାହେଲେ ମୁଁ ସବୁଠୁ ଅଧିକ କଷ୍ଟ ପାଇବି। ମୁଁ କଣ କହୁଛି ଯେ ବର୍ତ୍ତମାନ ସମୟରେ ଯୋଉ ଆବଶ୍ୟକତାଟା ଅଛି ଯେ ଭାଇ ଏଥିରେ ଗୋଟେ ସମସ୍ତଙ୍କର ସ୍ୱର ସାମ୍ନାକୁ ଆସିବା ଦରକାର। ଯଦି ଆମେ ଆଜି ଚୁପ୍ ବସିବା ତାହେଲେ ଆସନ୍ତା ଦିନରେ ଗୁଜୁରାଟୀ ମାନେ ଆମ ଓଡ଼ିଶାକୁ ପୁରା ଦଖଲ କରି ନେବେ। 2024 ପୂର୍ବରୁ ପୁରୀ ମାନେ ରଥଯାତ୍ରା ସମୟରେ ଆଦାନୀ ଓଡ଼ିଶା ଭିତରକୁ ପଶି ପାରୁନଥିଲା। ଏବେ ଦେଖନ୍ତୁ ପ୍ରତି ରଥଯାତ୍ରାରେ ଆଦାନୀ କିଭଳି ବଡ଼ ବଡ଼ ହୋର୍ଡିଂ ମାରୁଛି। ଗତ ଥର ରଥଯାତ୍ରା କିଭଳି ଆମେ ଆଦାନୀ ପାଇଁ ପୁରା ବିଭ୍ରାଟ ହେଇଗଲା, ସମସ୍ତ ଓଡ଼ିଶାବାସୀ ଦେଖିଛନ୍ତି। ଏବଂ ସେଇ ଆଦାନୀ ଏବଂ ଆମ୍ବାନୀଙ୍କ ସବୁ ଯୋଉ ଗ୍ରୁପ କମ୍ପାନୀ ପୁରା ଓଡ଼ିଶାକୁ ପୁରା କବଳିତ କରିଦେଲେଣି। ଯଦି ଏହାରି ବିଷୟରେ ଯଦି କେହି ଗୋଟେ ଚିନ୍ତା ନ କରିବ, ତାହେଲେ ଆମେ ଯୋଉ ସମୟରେ ଅଛନ୍ତି, ଆମର ଯୋଉ ଦକ୍ଷତା ଅଛି, ଆମକୁ ଯୋଉ ଭଗବାନ ଯୋଉ କଳା ଦେଇଛନ୍ତି, ତାହେଲେ ଏହାର କିଛି ମାନେ ନାହିଁ। ମୋର ଯୋଉ କାମ ହେଲା ସ୍ୱର ଉଠେଇବା, ଲୋକଙ୍କୁ ସଚେତନ କରିବା, ଯୋଉମାନେ ରାଜନୀତି କରିବାକୁ ଚାହୁଁଛନ୍ତି ଗୋଟିଏ ମଞ୍ଚରେ ଛିଡ଼ା କରିବା ଏବଂ ଗୋଟେ ବୃହତ ଆଞ୍ଚଳିକ ଦଳରେ ଗୋଟେ ସାମୁଖ୍ୟକୁ ସାମ୍ନାକୁ ଆଣିବା, ଯେ କି 2029 ଗୋଟେ ବିକଳ୍ପ ହେଇକି ଛିଡ଼ା ହେବ।